ହଉଛି ମଣିଷ। ଆମେ କଣ କଲେ ମୁକ୍ତି ପାଇବା? ତୁ ତୋ ବାପା ମା ଠୁ ଜନ୍ମ ହେଇଛୁ, ତୁ କଣ କଲେ ତୋ ବାପା ମା ଖୁସି ହେବେ? ତୋ ବାପା ମା କୁ ଭିନେ କରିଦେଲେ ତୋ ବାପା ମା ଖୁସି ହେବେ? ଇଏ କୋଉ ବହିରେ ଲେଖା ହେଇଛି? କି କାମ କଲେ ଗାଁ ଲୋକ ଖୁସି ହେବେ? କୋଉ କାମ କଲେ ସମାଜ ଖୁସି ହବ? ଆଜ୍ଞା, ସମସ୍ତେ ଖୁସି ହେଲେ ଭଗବାନ କହିବେ ଯାହା ହଉ ୟାକୁ ମୁଁ ମଣିଷ ଜନ୍ମ ଦେଇଥିଲି, ଇଏ ଠିକ କାମ କରିଛି। ହଁ ବାବୁ, ଯୋଉ କଥା ତୁମେ ପଚାରିଦେଲା ଆଜି ଭଲ କଥାଟେ ପୁଅ ପଚାରିଲେ। କେଉଁ କାମ କଲେ ଇଏ ବଦ୍ଧ ଜୀବ ମୁକ୍ତି ପାଇବ? ମୁକ୍ତି ପାଇବା ଅର୍ଥ ହଉଛି ମରିବା। ବାପା, ଇଏ ଦୁନିଆରେ କେହି ମରୁନାହାନ୍ତି, ମରିବା କାମ କଲେ ମରିବ ନା। ଆଜ୍ଞା, କିଏ ମରୁଛି? ଆରେ ମଲା ନାହିଁ, ତାର ଶରୀର ପୁରୁଣା ହେଇଗଲା, ଆତ୍ମା ତାକୁ ଛାଡି ପୁଣି ନୂଆ ଶରୀରରେ ପହଞ୍ଚିଲା। ଇଏ ଜୀବ ମରଣ ନିକଟେ, ଏ ଜୀବ ମରଣ ନିକଟେ, ଏ ଜୀବ ମରଣ ନିକଟେ, ବେଗେ ଚିନ୍ତଇ ଅନ୍ୟ। ଏମିତି ସୂତ୍ରରେ ବୋଲିବ, ପାଳିଆ ପାଳି ଧରିବେ କୋଉଠି, ବାୟକ ବାଜା ବଜେଇବେ କୋଉଠି, ତା ପାଇବନି, ଥାକ ମାଇଣ୍ଡ କାମ କରିବନି। ଇଏ ଜୀବର ମରଣ ନିକଟ ହେଲେ, ଜୀବ କେତେବେଳେ ମରଣ ନା ପୁରୁଣା ହେଇଗଲା ଶରୀର। ଆଜ୍ଞା, 40 ବର୍ଷ ପରେ ଆପଣଙ୍କ ଶରୀର ଯାହା ଥିଲା ଏବେ ତା ନାହିଁ। 40 ବର୍ଷ ପରେ ଯୋଉ ଖାଦ୍ୟ ଆପଣ ହଜମ କରୁଥିଲେ ଏବେ କରିପାରୁନାହାନ୍ତି। 40 ବର୍ଷ ପୂର୍ବରୁ ଯେତିକି ଦୂରରୁ ଆପଣ ଦେଖିପାରୁଥିଲେ ଏବେ ଦେଖିପାରୁନାହାନ୍ତି। ମଣିଷର ସବୁ ପାର୍ଟ ପୁର କଣ ହବ ନା ପୁରୁଣା ହେଇଯିବ। ମଣିଷ ଭିତରେ ମନେ ରଖନ୍ତୁ, 40 ବର୍ଷ ଭିତରେ ଗୋଟେ ରାକ୍ଷସ ମଣିଷ ଶରୀରରେ ପହଞ୍ଚିବ। ଜରା ରାକ୍ଷସ ଆଖି ବାଟେ। 40 ବର୍ଷ ପରେ କହନ୍ତିନି ମତେ 40 ହେଲା, ଆଉ ଆଖି କି ଦେଖାଯିବ। ସେଇ ବାଟେ ମଣିଷ ଶରୀରରେ ଜରା ରାକ୍ଷସ ପ୍ରବେଶ କରିବ, ସବୁତକ ପାର୍ଟ ଦୁର୍ବଳ ହେଇଯିବ। ମଣିଷ ବୁଢା ହେଇଗଲା ପରେ ମୁଣ୍ଡ ଚୂଳ ପାଚିଯିବ, ଚମ ଲୋଚା କୋଚା ହେଇଯିବ, ତାର କିଡନୀ ହାର୍ଟ ଲିଭର ସବୁ ଦୁର୍ବଳ ହେଇଯିବ। ଇଏ ଶରୀର ଭିତରେ ଯୋଉ ଆତ୍ମା, ଇଏ କହିବେ ନାଇଁ ମୁଁ ଆଉ ଏଠି ରହିଲେ ଭଲରେ ରହିପାରୁନି, ଏଠୁ ଖାଇ ପାରୁନି, ଶୋଇ ପାରୁନି, ବସି ପାରୁନି, ଉଠି ପାରୁନି, ନିଶ୍ୱାସ ନେବାକୁ କଷ୍ଟ ହଉଛି, ମୁଁ କାହିଁକି ଆ ଭିତରେ ରହିବି? ଆପଣଙ୍କ ଘର ପୁରୁଣା ହେଇଗଲା ବୋଲି ତାକୁ ଭାଙ୍ଗିକି ନୂଆ ଘର କଲେ। ଇଏ ଶରୀର ଘର ଭିତରେ ଯିଏ ମାଲିକ ଅଛି, ତୋ ଘର ଶରୀର ଯଦି ହେଲା ଗୋଟେ ଘର, ୟା ଭିତରେ ଗୋଟେ ମାଲିକ ଅଛି ନା ନାଇଁ? ଆଉ ତୋତେ ତିଆରି କରିଛି କିଏ କହିଲୁ? ତୋ ମନକୁ ତୋ ବାପା ବୋଉ ଯଦି ତିଆରି କରିଛନ୍ତି, ତାହେଲେ ଗୋଟେ ମା ଗର୍ଭରେ ପୁଅ କି ଝିଅ ଅଛି, ସେ କମ୍ପ୍ୟୁଟର କାହିଁ କରୁଛି? ଆଉ ସେ ତୋତେ ତିଆରି କରୁଛି, ସେ କଣ ଜାଣି ନାହିଁ? ତୋ ଗାଁର ଯଦି ଗୋଟେ କିଏ ମୂର୍ତ୍ତିକାର ମୂର୍ତ୍ତି ତିଆରି କଲା, ସେ କହିପାରିବନି କୋଉ ମୂର୍ତ୍ତି କରୁଛି ବୋଲି? ଆଉ ତୋ ବାପା ମା ତ ତୋତେ ତିଆରି କରିଛନ୍ତି, ତୁ ପୁଅ କି ଝିଅ କେମିତି ସେ ଜାଣିପାରିଲେ ନାହିଁ? ଠିକ କଥାରେ। ତୋ ମା ଭିତରେ ଗର୍ଭ ଭିତରେ ତୋତେ ଜଣେ ତିଆରି କରିଛି। ମିସ୍ତ୍ରୀ ଘର କୋଉ ଗାଁ କହିବି ନାହିଁ? କବି ହେଲେ ଯଶୋବନ୍ତ ଦାସ। ଆଜ୍ଞା, ଜଗତସିଂହପୁର ଜିଲ୍ଲା କବି, ଅଡଙ୍ଗ ମଠ ମହନ୍ତ। କଲା ଯେଉଁ ବିନ୍ଧାନୀଟି ତୋତେ କଲା ନିର୍ମାଣ ଭଲରେ, ସେହି ତ ଦେହ ରହିଲା, ସେହି ତ ଦେହ ଆଉ ରଖିଲା 10 ବାଟ, ରଖିଲା 10 ବାଟ, ଲଗାଇଲା କବାଟ, ଶିଶୁ ମୁନା ଦୁଆରେ ରହିଲେ ନନ୍ଦ ସାତ, ଯେବେ ପାଇବୁ ଭେଟ ମାୟାକୁ ତେବେ କାଟ, ଯେବେ ପାଇବୁ ଭେଟ ମାୟାକୁ ତେବେ କାଟ। ଗର୍ବ କରି କହୁନି, ଓଡିଶାରେ ପାଳିଆ କିଏ ଅଛ? ଆସ ବିନା ଟ୍ରେନିଂ ରେ ଧରିଦବ। ଆଚ୍ଛା, ଠିକ ଠିକ। ଯେବେ ପାଇବୁ ଭେଟ ମାୟାକୁ ତେବେ କାଟ, ଯେବେ ପାଇବୁ ଭେଟ ମାୟାକୁ ତେବେ କାଟ। ଗୁରୁ ସେଦିନ ଭଗ ଶ୍ରୀ ହରି ମାୟା ବି ଜୀବନ
ମତେ ପାଲା ଦେଖଉଛି ନୃସିଂହ ହୋତା। ଖାଇବା ଏଠି ମୋର ଶୁଖୁଆ ମାଛ ଉପରେ ନଜର ନାହିଁ। ନା ଧନ୍ୟ ସେ ବିଷ୍ଣୁ ହଁ ବିଷ୍ଣୁ ବାବୁ ହଁ କ୍ଷୀର ଛେନା ଯୋଗେଇଛି। ହଁ ଠିକ ଠିକ। ମୁଁ ଘରକୁ ଯିବା କଥା ହେଇଥିଲେ ଇଏ ଜଟ ବାବାଠୁ ଗୋଟେ ଛେନାପୋଡ଼ ନେଇ ପଳେଇथा। ଇରେ ଜଟ ଭାଇ ଆଇଲେଣି ରହ ପିଲାମାନେ ଆଜି ଏ ପୁଅଟି ବଢିଆ କଥା ମତେ ପଚାରି ଦେଇছে। ସେଇଥିରେ ତ ଚାଲିବ। ଏଇ ପୁଅଟି ଆଜି ମୋ ପାଲାର ମଙ୍ଗଳକାରୀ। ହଁ ଠିକ ର ଯେଉଁ ବିନ୍ଧାଣୀ କହିଲେ କାରିଗରୀ ସେତେବେଳେ ମହାରଣା ପିଲାକୁ କହନ୍ତିନି ବିନ୍ଧାଣୀ ବୋଲି। ମିସ୍ତ୍ରୀ ଶିଳ୍ପୀ ଯେଉଁ ବିନ୍ଧାଣୀଟି ତୋତେ କଲା ନିର୍ମାଣ ଆଜ୍ଞା ସେଇ ତୋ ଦେହ ରହିଲା ତୁ ହିଟି ଯା। ତୁମେ ବାପା ତୁମ ଘର ତିଆରି କରିବାକୁ ମିସ୍ତ୍ରୀ କି ଡାକିବ? ଇଟା ବାଲି ସିମେଣ୍ଟ ଗୋଡି ରଡରେ କରିବ? ସେ ତା ଘରକୁ ଯିବ ନା ତୁମ ଘରେ ରହିବ? ପଳେଇବ କିନ୍ତୁ ତୁମ ଶରୀର ଘରକୁ ଯିଏ ତିଆରି କଲା ଯୋଉ ମିସ୍ତ୍ରୀ ଆଜ୍ଞା ସେ ଆଉ ତା ଘରକୁ ଗଲାନି, ସେ ତୋରି ଧିଏରେ ରହିଲା। ଏ ତୁ ଘର କରିଛୁ ଯିବା ଆସିବାକୁ, ବାଟ ରଖିଛୁ ଝରକା କବାଟ ରଖିଛୁ। ତୋ ଶରୀର ଘରରେ ଯିଏ ରହିଲେ ସେ ଯିବା ଆସିବା କରିବାକୁ 10ଟା ଜାଉଁଳି କବାଟ ଲଗେଇଛି। ବାସ୍ ଆଉ ଗୋଟେ ବଙ୍କର ଭିତରେ ପଶିବାକୁ ରଖିଛି। ରଖିଛୁ ବଙ୍କର ତୁମେ କଣ ଏବେ ଦେଖଉଛ ବଙ୍କର ଭିତରେ ଲୁଚିଛି? ଦେଖ ସିଏ ବଙ୍କର ଅଣ୍ଡରଗ୍ରାଉଣ୍ଡ ରୁମ କେମିତି। ଆଚ୍ଛା ଆଚ୍ଛା ଠିଆ ହ ଇ ପୁଅ କିରି ବାପା। ଆରେ ଏ ପାଳିଆର ତ ଗାୟକଠୁ ବେଶୀ ଠାଣି। ଆଉ ବାବୁ ପ୍ରଥମ ବାଟ ତୋର ଦେଖେ ଗୃହ ଦ୍ୱାର ଯୋଉଥିରେ ଝାଡା ବସୁଛୁ। ହସ ନା ଭଗବାନ କେମିତି ତିଆରି କରିଛି ଏ ଶରୀରକୁ। ଧନ୍ୟ ସେ ଶିଳ୍ପୀ ମଉସା ଯେତିକି ଝାଡା ବସିବା କଥା ବସିବା ପରେ ଦ୍ୱାର ବନ୍ଦ। ଆଉ ଯଦି ଦ୍ୱାର ବନ୍ଦ ନଥାନ୍ତା ମୁଁ କଣ ପାଲା କରିଥାନ୍ତି? ତ ଝାଡା ହଉଥାନ୍ତା ପାଲା କଣ କରିଥାନ୍ତି? ରହ ବାଟ ବନ୍ଦ ଯେତିକି ହବା। ଆଉ ଗୋଟେ ଦ୍ୱାର ଅଛି ବାବୁ କିଏ ଜାଣିଛୁ? ଲିଙ୍ଗ ଚକ୍ର ଲିଙ୍ଗ ଦ୍ୱାର। ତାକୁ ଏମିତି ବିନ୍ଧାଣି କରିଛି ସେ ଗୋଟିଏ ଦ୍ୱାର ତା ଦେହରେ ବ୍ରହ୍ମଚର୍ଯ୍ୟ ଯାଉଛି ମୂତ୍ର ଯାଉଛି। ନାଇଁ ବ୍ରହ୍ମଚର୍ଯ୍ୟ ଯୋଉ ବାଟେ ଯାଉଛି ସେଇ ବାଟେ ଯାଉଛି ପରିସ୍ରା। ପରିସ୍ରା ଗଲା ବେଳକୁ ବ୍ରହ୍ମଚର୍ଯ୍ୟ ଦ୍ୱାର ବନ୍ଦ ନା ନାଇଁ? ବ୍ରହ୍ମଚର୍ଯ୍ୟ ଗଲା ବେଳକୁ ପରିସ୍ରା ଦ୍ୱାର ବନ୍ଦ। ଆଉ ଯୋଉମାନଙ୍କର ପରିସ୍ରାରେ ବ୍ରହ୍ମଚର୍ଯ୍ୟ ପଡେ ସେ ରୋଗା ତାଙ୍କ ପାଟି କନା ଦାଦି କି ପଚାରୁ। ଗଲା ଦୁଇ ଚକ୍ର ବା ଦୁଇ ଦ୍ୱାର ମୁଖ ଦ୍ୱାର ଖାଇଲୁ। ନାସା ଦ୍ୱାର ଦୁଇ ଇଏ ହୀରାକୁଦୁ ଗେଟ। ନାସା ଦ୍ୱାର ଦୁଇ ୟା ଦେହରେ କବାଟ ଅଛି ନା ନାଇଁ? ଅଛି ସାର୍ ଇଏ ନାସା ଦ୍ୱାରରେ କବାଟ ନାହିଁ? କବାଟ ନାହିଁ ଅଛି? ଏବେ ଖୋଲା ବା କବାଟ କାହିଁ? କବାଟ ଅଛି। ସୂର୍ଯ୍ୟାୟନରେ ଗଲା ବେଳେ କଣ 5 ଆଙ୍ଗୁଳ ପ୍ରାଣ ପବନ। ଚାନ୍ଦ୍ରାୟଣରେ ଗଲେ ବାଁ ନାକ ପୁଡାରେ ଯିବ 7, ବାଁରେ ଗଲେ 5, ଡାହାଣରେ ଯିବ 7। ଏଇଥିପାଇଁ ଅଚ୍ୟୁତାନନ୍ଦ ମହାପୁରୁଷ ଗୋଟେ ପଦ ଲେଖିଲେ କହିଲେ 11 11 ମିଶି 24। 11 11 ମିଶି ପାଇଲେ ହେବ 84। 11 11 କେତେ? 22 ଭୁଲ ହେଇଗଲା କି? ଲକ୍ଷ ଲକ୍ଷ ଟଙ୍କାର ହିସାବ କରୁଛି ମୋ ଜଟ ଭାଇ। 11 11 କେତେ? 1 10 1 11 1 10 1 11 ସିନା 22। 11 11 ମୁଁ ଗୋଟେ ଗାର କାଟିଦେବି ଆଉ ଗୋଟେ ଗାର କାଟିଦେବି। ମୁଁ କହିବି ଇଏ କଣ? ର ଆପଣ କହିବେ ଇଏ ଗାର ଇଏ ଗାର ଇଏ ଗେଡୁଆ ଇଏ ସନାତନ ଦାସ ସିଏ ମଲା କଙ୍କଡା ନୃସିଂହ ହୋତା। ର ଟିକେ ଟିକେ ବାପା ନହେଲେ ହବ କେମିତି? ର ସକାଳ ଯାଇ କହୁଛି ମତେ 200 ଟଙ୍କା ଦେ। ତତେ କାହିଁ ମୁଁ ଟଙ୍କା ଦେବି? ତତେ କାହିଁକି ଦେବି? ଭିକାରୀ କି କାହିଁ ନଦେବି? ଏ ମାକୁ କାହିଁ ନଦେବି? ମା
ହୁଣ୍ଡିକି ଦାନ କରିଦେଲେ କିଏ କେତେ କୋଟି କୋଟି ଲୋକ ପତି ଦାନ କରୁଛନ୍ତି, ଆମେ କ'ଣ ଦାନ କରିବୁ? ବାସ୍, ବାସ୍। ତତେ କାହିଁକି ଦେବି? ହଁ ବା। ତେଣୁ ଇଏ ଗାର, ତେଣୁକରି ଇଏ ଗାର ମାନେ ଇଏ ଗୋଟେ ଗାର, ଇଏ ଗୋଟେ ଗାର ମିଶିଲେ କେତେ ଗାର? ମୁଁ କୋଉ ଗାର? ଅଚ୍ୟୁତ କୋଉ ଗାର କହିଛନ୍ତି? ଇଏ ଗାର ସୂର୍ଯ୍ୟାୟନ ଗାର, ଚନ୍ଦ୍ରାୟଣ ଗାର। 7 5 କେତେ? 11 ମିଶି 24 7 5 ଯାଉଛି ଆସୁଛି କେତେ? କହିଲା 11 ମିଶି 24 ଇଏ 11 ମିଶି 24 କାହିଁକି? ତୋ ସ୍ତ୍ରୀ କି ଧୀରେ, ତୋ ସ୍ତ୍ରୀ କି ବ୍ରହ୍ମା ବୁଝେଇ ପାରିବେନି। ତୋ ସ୍ତ୍ରୀ କି ତୋ ସ୍ୱାମୀ ସ୍ତ୍ରୀର କଳି ଲାଗିଥିଲା, ମାମଲତକାରୀ ଗାଁରୁ ଗଲେ ବସିଲେ, ଖୋର୍ଦ୍ଧା ଜିଲ୍ଲାର ମୁଖ୍ୟ ମାମଲତକାରୀ ବସିଲେ, ନିଶାପ ହେଲା? କାହିଁକି ହେଲାନି? ଭଦ୍ର ଲୋକକୁ କାମୁଡ଼ି ଦେଲା କିଏ? କୁକୁର? ଆଉ ତୋ ସ୍ତ୍ରୀ କାହାକୁ କାମୁଡ଼ିନି? ଠିଆ ହ, 5 ମିନିଟ୍ ଯାଉ ବରଂ ସତ କଥା କହିଦେବି। ଏବେ ସବୁ କ'ଣ ମହିଳା ସମିତିରେ ଲୋନ କ'ଣ କରୁଛନ୍ତି? କ'ଣ ସେ କିସ୍ତି? ହଁ। ତୋ ସ୍ତ୍ରୀ ଉଠେଇଥିଲା? ସେ ଟାଏ ଭିଡ଼ି ଯୋଉ କୋଟ ପିନ୍ଧିକିରି ଆସନ୍ତିନି ଆଦାୟ କରିବାକୁ, ସେ ଆଇଲା ବେଳକୁ ତୋ ସ୍ତ୍ରୀ ଘରେ ରହେ ନା ବାରିଆଡ଼େ ପଳେଇବ? ଦିନେ ସେ ଲୋକ କ'ଣ କଲା ନା ଟାଇମ୍ ଚେଞ୍ଜ କରି ଆଇଲା, ଆସିଲା ବେଳକୁ ମୋ ସ୍ତ୍ରୀ ଖାଇ ବଇଛି, ତୁ ମୁଁ ଖଟ ଉପରେ ବଇଛି, ତୋର କ'ଣ ଖଟ ଅଛି? ଆଚ୍ଛା ଆଚ୍ଛା। ସେ ଦାଣ୍ଡ ଦୁଆର ମରେ ସେ ଯୋଉ କିସ୍ତି ବାଲା କ'ଣ କହିଲା? ତୁ ତ ସେଇଠି ଥେଲୁ ସବୁ କହ। ରାଗିଗଲା ହୁଁ ତମେ ହେଲେ ଟଙ୍କା ଗାମେ ଟଙ୍କା ହେଲେ ହଁ ସମସ୍ତେ ଦେଲେ, ହୁଁ କିନ୍ତୁ ମୁଁ ଯେତେ ଆଉ ତମେ ରହୁନ ଘରେ, ମୁଁ ଆଇଲା ବେଳକୁ ତୁମେ ପଳଉଛ। ଏଇ କିଏ ଗୁରୁଗୁରୁ ହଉଛି ସେଠି? ମୋ ସ୍ତ୍ରୀ ତୁମେ ତୋ ସ୍ତ୍ରୀ କ'ଣ କଲା? ରାଗିଲା ଆଉ ରାଗିକିରି କ'ଣ କଲା? କିସ୍ତି ବାଲା ଗର୍ଜନ କରୁଛି, ତୋ ସ୍ତ୍ରୀ କ'ଣ କଲା? ଖାଇ ବଇଥିଲା, ହଁ ହାତ ଧୋଇ ଦେଇକିରି ହଁ ଦାଣ୍ଡକୁ ଡେଇଁ ପଇଲା ଆଉ ଡେଇଁଲା କାହିଁକି? ମାନେ ମାରି ଗୋଡ଼ି କରିବାକୁ, ହେଁ ଡେଇଁକିରି କ'ଣ କଲା? ତା ଗାଲୁକୁ କାମୁଡ଼ି ଦେଲା, କ'ଣ ହେଲା? ତା ଗାଲୁକୁ କାମୁଡ଼ି ଦେଲା, କିସ୍ତି ବାଲା ଗାଲୁକୁ କାମୁଡ଼ି ଦେଲା। କାମୁଡ଼ି ଦେଲା ନା କିସ୍ ଦେଲା? ୟା ସ୍ତ୍ରୀର ଦୋଷ ଅଛି। ଗୋଟେ ଲୋକ ଅଛନ୍ତି ନ ପାରିଲେ କାମୁଡ଼ି ଦେବେ, ଇଏ କାମୁଡ଼ି ଦବ। ତେଣୁକରି ବାପା ତୋ ଘରକୁ ଯିବା ଦରକାର ନାହିଁ କି କାମୁଡ଼ା ଖାଇବା ଦରକାର ନାହିଁ। ତାକୁ କିଏ ବୁଝେଇବ? ବର ତ ତୁ ତାକୁ ପାଲାକୁ ନେଇ ଆ, ମୁଁ ବୁଝେଇ ଦେବି। କାଲି ଯାଇଥିଲା, ୟାକୁ କାମୁଡ଼ି ଦେଇଛି, ସେ ପଳେଇ ଆଇଛି। ଦେଖୁନା ତା ଅବସ୍ଥା କ'ଣ ହେଇଛି। ଏଠି ଯେତିକି ଆପଣ ମାନେ ବସିଛନ୍ତି ସବୁ ଶୁଣନ୍ତୁ। 11 ମିଶି ଓଲଟେଇଲେ ହେବ 84, 24 କେତେ? 4 8 48, 48 ଓଲଟେଇଲେ 84। ଆମେ କ'ଣ ବୁଝାଏ? ଚର୍ମ ବେଢ଼ିଛି ସିନା 84 କି, ଚର୍ମ ବେଢ଼ିଛି ସିନା 84 କି, ଗୀତକୁ ଦିଅ ନୀଳ ଗିରିବାସୀ କି। ଇଏ ଫାଙ୍କେ ସୂତ୍ର ତୁ ପାଇବୁ କୋଉଠୁ? ନା କେବଳ ଯାଜପୁର ଜିଲ୍ଲାରେ ଜଣେ ଗାୟକ, ସେ କିଏ? ବୈରାଗୀ ବେହେରା। ଆଉ ସାଡ଼କୁ ଯିବିନି। ସାରେ ଆମ ଶରୀରରେ ଚର୍ମ କ'ଣ 84 କି ବେଢ଼ିଛି? ଟିକେ ସାର୍ ଲକ୍ଷ୍ୟ ଦିଅନ୍ତୁ ଆଡ଼େ। ଆମ ଶରୀରର ମାପ କେତେ ଆଙ୍ଗୁଳ? 84 ଆଙ୍ଗୁଳ। ଯେମିତି 11 ଅର୍ଥ ହବ ସେ ସେମିତି ହବ। ଯିଏ 84 ସେ 84 ନୁହଁ, 84 ଆଜ୍ଞା 84। ଇଏ କ'ଣ ଲେଖିଲେ? ଭକ୍ତଚରଣ ଦାସ, ଖୋର୍ଦ୍ଧା ଜିଲ୍ଲାର କବି। ଚର୍ମ ବେଢ଼ିଛି ସିନା 84 କି ନା 84 କି? ସଂଖ୍ୟାରେ ଲେଖେ 84, ତାକୁ ଓଡ଼ିଆରେ ଲେଖିଲେ କ'ଣ ହବ? 84। ଇଏ କହିଛନ୍ତି 84। 84 କହିଲେ ଚାରିପଟକୁ। ଶରୀରର ମାପ 88 ଅଙ୍ଗୁଳ। ଆମେ ଏଇଠୁ ଏଇ ଯାଏ 84, ଆଡ଼କୁ 4 8,
अर्थ बुझिले जाई कि हब मु बुझेई देबी आज लक्ष्मी प्रकृतर जगन्नाथंकर कौन कौन पाई से विधवा हेलेनी लक्ष्मी जगन्नाथंकर मां नुह तुओ स्त्री तोर केते बळे मां जानिचु गोटी गोटी की कहबी जेति कि मो मां कृपार मु जानिछि हां ताऊ डाकी दियो एटा र तांकू डाकिबा दरकार नै नासा जोड़िए द्वार मुख जोड़िए द्वार गोटे द्वार केते हला ए मुख नासा ये 2 4 द्वार हाँ कहीं ना नासा 2 मुख 3 लिंग गिह 5 कर्ण कबाट अच्छी ना नहीं हां अछि ना जट बाबू तुम्हें सोई पड़ला परे आमे तुम विरुद्ध रे कौन कलु मन कर तुम सोई पड़छ कौन छेना कहीं बाघ नागुनी किए कहला बाघ नागुଛି तुम शुणी पार तुम दुर्नाम कि सुनाम आम कहलु शुणव जदि कानेरे द्वार नाही मनीष शोइला परे शुणी कहीं पारु नहीं केमिति तैयारी करिछि विश्वकर्मा शरीर बस आज सेई तैयारी की लक्ष्य करी सुदर्शन चक्र ब्रह्म चक्र कण पुओ बुझुचु ये भारत वर्षर ऋषि मुनि माने तैयारी करी थोई थिले बोली आज ये सैनिक माने विजयर पताका उड़ौछन आउ साडू को जीवी नहीं पुओ 7.5 हैला चक्षु 2 9 आखिरे नाही कि पंडित पलक हां अछि ना हाँ? आखिरे पलक नाही एतले सोई पड़ुछ आखि खोला ना बंद कबाट देखो जाउली कबाट पड़ी गला पाटी रे जाउली कबाट पड़ी गला केमिति तैयारी करी करिछि बिंधाणी से आउ गोटी होउची बंकर हां अंडरग्राउंड घर देखिछु कुनी कुनी पिला मानकर मुंडे रे जो धुकु धुकी द्वार शेषे कौन हुए शेषे हाड़ तैयारी हुए ना से कौन चम ऊपर ढांकुनी थाए ना हां ठीक ये हूँ अलेख कुंड हां ये पछरे एठी लागे द्वार ये अंडरग्राउंड रूम ये रुहंती किए ये मूर्धनी ये रुहंती ये शरीर को जे तैयारी करी कला ये देह जगन्नाथ छंती मिछरे प्रतिमा पूजोती ये मिछरे प्रतिमा पूजोती ये मिछरे प्रतिमा पूजोती तेणु 84 लाख वर्ष परे ये दुर्लभमय मनुष्य जन्म आमे पाइले कौन कले सार मुक्ति पाइबा बस कौन काम कले मुक्ति पाइबा मुक्ति पाइबा जगन्नाथ दास गोटिए पद लिखिछन हां कले ये अकर्मे वासु देव प्रीति वासु देव प्रीति कर्म करिले ये पुओ कथाटा टिके आग विचार सरिबा पर आमे देखिबा प्रकृत रे जगन्नाथंकर नवकलेबर बेले किए से विधवा हुए बस आ मु कहिथिली जगन्नाथ जदि दक्षिण काली नारी हेले जगन्नाथ आज्ञा नारी हेले कौन करिवो जगन्नाथ वर्ष को 3टी पिला जन्म दउचंती चुप मु गोटी गोटी कि आपण मानक आज प्रमाण दिया हबो मौसा चाहिछ कौन हां एटी जेति कि आपण माने बसछन सब सुनंतु हां तुमे तुमर ट्रेनिंग करा पालिया जदि न आनिबो तुम बसा घरे दिन जाक सेटिंग करिवो मंच ऊपर तांको ऊपर कोन चिडुछ विरक्ति हबो एडा भूल कथा एटी जेति कि आपण माने बसछन सब सुनंतु आज्ञा से 2 पैसा पई आछचंती समस्तंकर आत्मसम्मान अछि अछि ना मु गायक बोली तांको ऊपर चिड़ीबाटा ठीक नुहे है ना आ गायक 25 टंका नउची बोली से 25 भागे खाऊ नहीं साडू को जीविनी आज्ञा ताले अकर्म कले भगवान कहले मुक्ति पाइबु ये बद्ध जीव मुक्ति पाइब हां अकर्म कहले कौन बुझुछु कौन हैं मुंडे रे सिंदूर लगाई देबो हाथे रे भुजाली धरिबो पूर्ण वाक्य रे कहनु
ଭୁଜାଲି ଧରିକିରି ଦେଖିବ ଯୋଉ ଲୋକ ସେମାନଙ୍କୁ ଏଇ ହଉଛି ୟାକୁ କଲେ ଭଗବାନ ଖୁସି ହେଇକିରି ମୁଣ୍ଡରେ ମୁଣ୍ଡେଇକିରି ଧେଇ ଥେଇକିରି ବୁଲିବେ ନା। ଭଲ ପିଲା ଇରେ ସେଇଠି ହଉଛି କୁକର୍ମ। ଅକର୍ମ କାହାକୁ କହନ୍ତି ଶୁଣ ପିଲା, ବୁଝେଇଲେ ଭଗବାନ କୃଷ୍ଣ ନାରାୟଣ ଅର୍ଜୁନ ଆଚ୍ଛା କହିଲେ ହେ ଅର୍ଜୁନ ବାପା ମାନେ ବସିକି ଶୁଣ, ଆଜି କଥା କାଲିକି ନାହିଁ। କାଲିକି ନିରଞ୍ଜନପୁରରେ ସନାତନ ଦାସ ପାଲା ଗାଇବ କି ନ ଗାଇବ ସେ କହିପାରିବ ନା ନିରଞ୍ଜନପୁର ଲୋକ କହିପାରିବେ? ଏଇ ଖୋର୍ଦ୍ଧା ଜିଲ୍ଲାର ଗାୟକ, ଆପଣ ମାନଙ୍କର ପ୍ରତ୍ୟୁତ୍ପନ୍ନମତି ଗାୟକ ଦିବ୍ୟ ସୁନ୍ଦର। ଆଜ୍ଞା କିଏ? ବିଶ୍ୱକେଶନ ଦେଖିଛି। 5 ରାତି ପାଲା ପୂର୍ଣ୍ଣ କରିପାରିଲେନି ଦାମୋଦରପୁର ସୁକିନ୍ଦାରେ, ଶେଷ ନିଦ୍ରା ଶୋଇପଡ଼ିଲେ ଅନୁଷ୍ଠାନ। ଆଜ୍ଞା 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 କିଏ କହିପାରିବ ଆଜ୍ଞା? ନା କହିହବନି। ଆମେ ପୂର୍ବ ଅର୍ଜିତ କର୍ମଫଳ ଭୋଗ କରିବାକୁ ଆସିଛେ, ଯୋଉଠି ସରିବ ଭାତ ବଢା ହେଇଥିବ ପୁଅ ଆଜ୍ଞା ଖାଇପାରିବନି, ନା ସାଡକୁ ଯିବି ନାହିଁ। ଅକର୍ମ କହିଲେ କଣ ବୁଝୁଛୁ ପୁଅ? ଭଗବାନ କୃଷ୍ଣ ନାରାୟଣ ଦିନେ କହିଲେ ପାଣ୍ଡବ ମାନଙ୍କ ଭିତରେ ଅର୍ଜୁନ, ଏ ବାବୁ କହିଲେ ଅର୍ଜୁନ ତୁମେ ମାନେ ପାଣ୍ଡବ ମାନଙ୍କର ଲକ୍ଷ୍ୟ ଭିନ୍ନ, ତୁମ ଲକ୍ଷ୍ୟ ଠିକ ନାହିଁ। ତୁମେ ମାନେ ସବୁବେଳେ ଚାହୁଁଛ ଧୀରେ ଧୀରେ ଅନ୍ୟ ମନସ୍କ କଣ ହଉଛନ୍ତି ମୋ? ତୁମ ମାନଙ୍କର ଲକ୍ଷ୍ୟ ସବୁବେଳେ କୌରବଙ୍କୁ ପରାସ୍ତ କରିବା, ନିଷ୍କଣ୍ଟକ ରାଜ୍ୟ ଭୋଗ କରିବା। ଆଜ୍ଞା ଏଥିରେ ମୁକ୍ତି କୋଉଠୁ ଆସିବ? ନା ଆଉ କହିଲେ ମୁକ୍ତି କେମିତି? ନା ଯୋଉ ମଣିଷ ସବୁବେଳେ ଚାହେଁ ବହୁତ ରୋଜଗାର କରିବି, ମୋ ପିଲା ଭଲରେ ରହିବେ, ମୁଁ ଭଲରେ ରହିବି, ଅନ୍ୟର ସ୍ୱାର୍ଥ ଉପରେ କୁଠାରଘାତ କରିବି, ବାସ୍ ସେ ଭଲରେ ରହିବ ନା ଚଳିବନି। କେବଳ କର୍ମ କଲେ ଚଳିବନି, କର୍ମ ନ କଲେ ଉଡୁଆ। ତୁ ଆଜ୍ଞା ଯଦି କେବଳ କହିବୁ ମୁଁ ରୋଜଗାର କରିବି, ମୁଁ ଚଳିବି, ମୋ ପିଲା ଛୁଆ ଚଳିବେ, ସେଥିରେ ମୁକ୍ତି ନାହିଁ। ଜମା ନାହିଁ ନା ବା। ଅକର୍ମ ସହିତ ଅକର୍ମ କରିବାକୁ ପଡିବ। ପଡିଗଲା ଅର୍ଜୁନ ଭଗବାନ କୃଷ୍ଣଙ୍କ ପାଦ ତଳେ, କହିଲେ ପ୍ରଭୁ ମୁଁ ଆପଣଙ୍କର ସେବକ, ମୁଁ ଆପଣଙ୍କ ଭଉଣୀ କି ବାହା ହେଇଛି ସତ,